ତୁଳା ରାଶି ଜାତୀୟ ବ୍ୟକ୍ତିବିଶେଷ ବା ମହିଳାମାନଙ୍କ ପାଇଁ ଜୟଜୟକାର ରାଶି 2025 ମସିହା ଆପଣଙ୍କ ପାଇଁ ବେଶ ଆନନ୍ଦଦାୟକ। ଦେବଗୁରୁ ବୃହସ୍ପତି ଅଷ୍ଟମାଧିପତି ଥିବା ଯୋଗୁଁ ଆପଣଙ୍କର ଇଣ୍ଟରନାଲ ଡିଜିଜ୍ ଯେଉଁଟାକି ଡାଇବେଟିସ୍, ପାଇଲ୍ସ, ଗ୍ୟାସ୍ ଏବଂ ମୁଣ୍ଡ ବ୍ୟଥା ରୋଗ ଏସବୁ ଜିନିଷ ଆପଣଙ୍କର ଦେଖା ଦେଇଥିଲା ଏବଂ ଆକ୍ରାନ୍ତ ହେଇଥିଲେ। ଆଣ୍ଠୁଗଣ୍ଠି ବିନ୍ଧା ରୋଗରେ ମଧ୍ୟ ଆକ୍ରାନ୍ତ ହେଇଥିଲେ। ଅର୍ଥ ନଷ୍ଟର ଯୋଗ ରହିଥିଲା ଏବଂ ବିଶେଷ କରି ଆତ୍ମୀୟ ସ୍ୱଜନ ବିରୋଧାଚରଣ କରିଥିଲେ, ଯାହା ପାଇଁ ଯେତେ କଲେ ମଧ୍ୟ ନିନ୍ଦାର ବୋଝ ମୁଣ୍ଡରେ ମୁଣ୍ଡେଇଥିଲେ। ତଥାପି ଆପଣଙ୍କ ଭାଗ୍ୟରେ 2025 ମସିହା ମେ ମାସ 14 ତାରିଖ ବୃହସ୍ପତି ଚଳନ ପରେ 15 ତାରିଖ ଠାରୁ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନତା ଆସିବ। ସର୍ବସ୍ୱପ୍ନ ସାକାର ହେବ। ଦୁଃସାହସିକତାର କର୍ମ କରି ଲୋକପ୍ରିୟତା ଅର୍ଜନ କରିବେ। ସଞ୍ଚିତ ଅର୍ଥ ବୃଦ୍ଧି ହେବ। ମାନ ସମ୍ମାନ ଯଶ ଖ୍ୟାତିର ଅଧିକାରୀ ହେବେ। ଦାମ୍ପତ୍ୟ ସୁଖ ଜମିବ ଏବଂ ସବୁଠାରୁ ବଡ଼ କଥା ହେଉଛି ଆପଣ ଆପଣଙ୍କର କର୍ତ୍ତବ୍ୟ ଦ୍ୱାରା ସାମାଜିକ ଉନ୍ନତିରେ ନିଶ୍ଚିତ ଭାବରେ ଲାଗି ପଡ଼ିବେ। ପର ଉପକାରରେ ସମୟ ବିତାଇବେ। ଦେବଦର୍ଶନ, ତୀର୍ଥାଟନ, ଆନନ୍ଦ ଉଲ୍ଲାସର ସମୟ ଏବଂ ବିଶେଷ କରି ବିଦେଶ ଯାତ୍ରା ପରି ସୁଯୋଗ ଆପଣଙ୍କ ହାତକୁ ଆସିବ। ନୂତନ ଜମି, ନୂତନ ଗୃହ, ବିବାଦୀୟ ଜାଗା ମଧ୍ୟ ହସ୍ତଗତ ହେବା ସମେତ ଆପଣଙ୍କର ଜାଗା ଜମି ଏବଂ ବିଶେଷ କରି ଗୃହ ନିର୍ମାଣ ସମ୍ବନ୍ଧୀୟ ସମସ୍ତ ଅଟକିଥିବା କାର୍ଯ୍ୟ ମଧ୍ୟ ପୁରା ହେବ ଏବଂ ଯେଉଁଟାକି ଆପଣ ଯାନବାହନ ମଧ୍ୟ କ୍ରୟ କରିବାର ସୁଯୋଗ ଅଛି। ତଥାପି ମୋଟାମୋଟି ଭାବରେ ତୁଳା ରାଶି ପାଇଁ ଶୁଭଦାୟକର ଫଳ, ଶୁଭ ଫଳ ଗ୍ରହଣ କରିବେ। କୌଣସି ଅଶୁଭତ୍ୱରୁ ରକ୍ଷା ପାଇବା ପାଇଁ ଏ ବର୍ଷ ସାରା ପ୍ରାତଃ ସ୍ନାନ ପରେ ଆପଣଙ୍କର ଲକି କଲର ହ୍ୱାଇଟ୍ କଲର ଏବଂ ପିଙ୍କ କଲର ଏସବୁ କଲର ବସ୍ତ୍ର ପୋଷାକ ପରିଧାନ ପୂର୍ବକ ମଥାରେ ଚନ୍ଦନ ଟିପ ଲଗାନ୍ତୁ। ସ୍ୱୟଂ ମା ମହାଲକ୍ଷ୍ମୀ କମଳାଙ୍କ ପାଖରେ ଗୁରୁବାର ଦିନ କିମ୍ବା ଶୁକ୍ରବାର ଦିନ ଛେନା, କଦଳୀ ଆପଣ ମିଶ୍ରିତ ଭାବରେ ଭୋଗ ଲଗାଇ ଦିଅନ୍ତୁ। ଓମ୍ ମହାଲକ୍ଷ୍ମୀ ବିଦ୍ମହେ ବିଷ୍ଣୁ ପତ୍ନୀ ଚ ଧୀମହି ତନ୍ନୁ ଲକ୍ଷ୍ମୀ ପ୍ରଚୋଦୟାତ୍। ଏହି ମହାମନ୍ତ୍ର ଜପ କରନ୍ତୁ। ଦେଖିବେ ମା ମହାଲକ୍ଷ୍ମୀଙ୍କର ଅପାର କରୁଣା ଆପଣଙ୍କୁ ଧନବାନ କରାଇବ। ପ୍ରତ୍ୟେକଟି ଦିନ, ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକଟି ସମୟ ଆପଣଙ୍କ ପାଇଁ ଶୁଭଦାୟକ ହେବ।